जय जगन्नाथ। प्रकाश भक्ति टीभीर समस्त श्रद्धालु भक्तवृंद एवं समग्र ओडिशार कोण अनुकोण आध्यात्मिक प्रेमी दर्शक बंधु को मोर सादर प्रणाम। महश्री पराशर भृगु संहिता एवं ग्रह नक्षत्र सूक्ष्म गोचर गणना आधार आज 17 अगस्त 2026 पवित्र श्रावण सोमवार अत्यंत मंगलमय संपूर्ण आध्यात्मिक और विस्तृत राशिफल विश्लेषण अध्याय को आपण को आंतरिक स्वागत करुछि। आज पवित्र श्रावण सोमवारी सूर्योदय काल ग्रह मंडलीय स्थिति अनुसार श्रावण शुक्ल पक्ष पंचमी तिथि चित्रा नक्षत्र शुभ योग एवं चंद्रदेव कन्या राशि रे विराजमान करुछंती। देवादिदेव महादेव एवं परम पिता श्री जगन्नाथଙ୍କ अपार कृपारु ओडिशार प्रत्येक ग्रामरु सहर कृषक व्यवसायी गृहिणी चाकरिया श्रमजीवी और छात्र छात्री समस्तଙ୍କ ପାଇଁ ଆଜିର ଦିନଟି କିପରି ରହିବ ଆସନ୍ତୁ 12ଟି ରାଶିର ପୂର୍ଣ୍ଣାଙ୍ଗ ବିବରଣୀ ଜାଣିବା। ତା ପୂର୍ବରୁ ଯଦି ଆପଣ ମାନେ ଆମ ଚ୍ୟାନେଲରେ ନୂଆ କରି ଆସିଛନ୍ତି ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଯାହା ଫଳରେ ଆମର ପ୍ରତ୍ୟେକ ଦିନର ରାଶିଫଳ ଆପଣଙ୍କ ନିକଟରେ ସର୍ବପ୍ରଥମେ ପହଞ୍ଚି ପାରିବ। ତେବେ ଆସନ୍ତୁ ଦେଖିବା ଆଜିର ପଞ୍ଚାଙ୍ଗ। ଆଜିର ତାରିଖ 17 ଅଗଷ୍ଟ 2026 ସିଂହ 1 ଦିନ ଶ୍ରାବଣ 22 ଦିନ ସୋମବାର। ଆଜିର ତିଥି ରହିଛି ପଞ୍ଚମୀ ସନ୍ଧ୍ୟା 4ଟା ପର୍ଯ୍ୟନ୍ତ, ନକ୍ଷତ୍ର ରହିଛି ଚିତ୍ରା ରାତ୍ରି 4ଟା 59 ପର୍ଯ୍ୟନ୍ତ, ଚନ୍ଦ୍ର ରାଶିରେ ରହିଛନ୍ତି କନ୍ୟା ଚନ୍ଦ୍ର ରାତ୍ରି 4ଟା 59 ପର୍ଯ୍ୟନ୍ତ। ତେବେ ଆଜିର ସୂର୍ଯ୍ୟୋଦୟ ପ୍ରାତଃ 5ଟା 28 ମିନିଟ୍ ଏବଂ ସୂର୍ଯ୍ୟାସ୍ତ ସନ୍ଧ୍ୟା 6ଟା 17 ମିନିଟ୍। ତେବେ ଆଜି ସିଂହ ସଂକ୍ରାନ୍ତି, ସୂର୍ଯ୍ୟଙ୍କ ସିଂହ ରାଶିରେ ପ୍ରବେଶ ଅଟେ। ତେବେ ଆଜିର ଅମୃତ ବେଳା ଦିବା 7ଟା 11 ମଧ୍ୟରେ ଏବଂ ଦିବା 10ଟା 33 ଗତେ, ଦିବା 1:04 ମଧ୍ୟରେ ଏବଂ ଦିବା 3ଟା 35 ଗତେ, ସନ୍ଧ୍ୟା 5ଟା 15 ମଧ୍ୟରେ ଏବଂ ରାତ୍ରି 9ଟା 8 ଗତେ, ରାତ୍ରି 9ଟା 54 ମଧ୍ୟରେ। ତେବେ ଆଜିର ମାହେନ୍ଦ୍ର ବେଳା ରାତ୍ରି 2ଟା 33 ଗତେ, ରାତ୍ରି 4ଟା 9 ମଧ୍ୟରେ। ତେବେ ଆଜିର ରାହୁକାଳ ଦିବା 7ଟା 5ରୁ ଦିବା 8ଟା 40 ମଧ୍ୟରେ ଏବଂ ଆଜିର ବାଳ ବେଳା ଦିବା 2ଟା 47 ଗତେ, ଦିବା 4ଟା 39 ମଧ୍ୟରେ। ତେବେ ଆଜିର କାଳ ବେଳା ଦିବା 7ଟା 5 ଗତେ, ଦିବା 8ଟା 40 ମଧ୍ୟରେ। ତେବେ ଆଜିର କାଳ ରାତ୍ରି ରାତ୍ରି 10ଟା 23 ଗତେ, ରାତ୍ରି 11ଟା 38 ମଧ୍ୟରେ। ତେବେ ଆଜିର ବିଶେଷ ନିଷେଧ ଅଟେ ପଞ୍ଚମୀ ତିଥି ହେତୁ ସନ୍ଧ୍ୟା 4ଟା ଗତେ ବେଲ ନିମ୍ବ ଖାଇବା ମନା। ତେବେ ଆଜିର ଘାତବାର ମିଥୁନ ରାଶିର ଆଜି ଘାତବାର ଅଟେ ଯୋଗିନୀ ଦକ୍ଷିଣରେ ସନ୍ଧ୍ୟା 4ଟା ଗତେ ପଶ୍ଚିମରେ ଯାତ୍ରା ନିଷେଧ ଅଟେ। ତେବେ ଆସନ୍ତୁ ଅତି ସଂକ୍ଷେପରେ ରାଶିଫଳର ଶୁଭାଶୁଭ ଜାଣିବା। ମେଷ ପାଇଁ ରହିଛି ଆକସ୍ମିକ ଲାଭ, ବୃଷ ପାଇଁ ଗବେଷଣାରେ ସଫଳତା, ମିଥୁନ ପାଇଁ ଘାତୁ ବିରୋଧୀ ଅର୍ଥାତ୍ ସାବଧାନତା ଆବଶ୍ୟକ, କର୍କଟ ପାଇଁ ପ୍ରଶଂସିତ ହେବେ, ସିଂହ ପାଇଁ କଷ୍ଟ ଓ ପୀଡ଼ା, କନ୍ୟା ପାଇଁ ଆର୍ଥିକ ଲାଭ, ତୁଳା ପାଇଁ ଆଘାତ ଭୟ, ବିଛା ପାଇଁ ନୂତନ ଆୟର ପନ୍ଥା, ଧନୁ ପାଇଁ ଅପମାନର ଯୋଗ, ମକର ପାଇଁ ପୁରୁଣା ବନ୍ଧୁ ଦର୍ଶନ, କୁମ୍ଭ ପାଇଁ ଶୁଭ ଫଳ ଓ ଲାଭ, ମୀନ ପାଇଁ ଅର୍ଥ ଲାଭ। ତେବେ ଆଜିର ସାବଧାନତା ରହିଛି ରାତ୍ରି 4ଟା 59 ଗତେ, 2, 4, 6, 9, 11, 13, 15, 17, 20, 22, 24, 26 ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ଅଟେ। ତେବେ ଆସନ୍ତୁ ଆଜି ଆମେ 12ଟି ରାଶିର ସମ୍ପୂର୍ଣ୍ଣ ରାଶିଫଳ ଜାଣିବା। ପ୍ରଥମେ ରହିଛନ୍ତି ମେଷ ରାଶି। ମେଷ ରାଶିର ସ୍ୱାମୀ ମହାପରାକ୍ରମୀ ମଙ୍ଗଳ ତୃତୀୟ ପରାକ୍ରମ ଭାବରେ ସ୍ୱପ୍ନ ଦ୍ରଷ୍ଟା ଚନ୍ଦ୍ରଙ୍କ ସହିତ ମିଥୁନ ରାଶିରେ ଅବସ୍ଥାନ କରି ଦିବ୍ୟ ଚନ୍ଦ୍ର ମଙ୍ଗଳ ଯୋଗ ସୃଷ୍ଟି କରୁଛନ୍ତି। ଆଜି ଆପଣଙ୍କ ମନରେ ନୂତନ ଉତ୍ସାହ, ଅପୂର୍ବ ସାହସ, ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ଚରମ ସୀମାରେ ରହିବ। ଆଦ୍ରା ନକ୍ଷତ୍ରର ସୂକ୍ଷ୍ମ ପ୍ରଭାବ ଯୋଗୁଁ କାର୍ଯ୍ୟକ୍ଷେତ୍ରରେ କିଛି ଆକସ୍ମିକ ଶୁଭ ସୁଯୋଗ ସୃଷ୍ଟି ହେବ, ଯାହା ଦୀର୍ଘକାଳୀନ ଭାବେ ଆପଣଙ୍କୁ ଅପାର ଆର୍ଥିକ ସମୃଦ୍ଧି ପ୍ରଦାନ କରିବ। ଗଣମାଧ୍ୟମ, ସେଲ୍ସ, ସୋସିଆଲ ମିଡ଼ିଆ, ନିର୍ମାଣ, ଇଞ୍ଜିନିୟରିଂ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇଟି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ବରଦାନ ସଦୃଶ ଅଟେ। ତେବେ ତୃତୀୟ ଭାବରେ ଅଙ୍ଗାରକ ପ୍ରଭାବ ରହିଥିବାରୁ କଥାବାର୍ତ୍ତାରେ ଅତିରିକ୍ତ ଉଗ୍ରତା, ଆବେଗ କିମ୍ବା କ୍ରୋଧ, ନିଜର ଭାଇ ଭଉଣୀ ଓ ନିକଟତର ପ୍ରିୟଜନଙ୍କ ସହ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ। ସରକାରୀ ଓ ପ୍ରଶାସନିକ କ୍ଷେତ୍ରରୁ ବିଶେଷ ସହଯୋଗ ଓ ପ୍ରୋତ୍ସାହନ ପ୍ରାପ୍ତ ହେବ। ସନ୍ଧ୍ୟା ସମୟରେ ବ୍ୟବସାୟୀଙ୍କ ପାଇଁ ନୂତନ ଗ୍ରାହକ ଓ ନୂତନ ବିକ୍ରୟର ପନ୍ଥା ଖୋଲିବ। ନିଜର ବୁଦ୍ଧି ଓ ବିବେକକୁ ଏକାଠି ରଖି କାମ କଲେ ସମସ୍ତ ଅସମ୍ଭବ କାର୍ଯ୍ୟ ଅତି ସହଜରେ ସମ୍ଭବ ହୋଇପାରିବ।
ତେବେ ଆଜି ଶୁଭ ରଙ୍ଗ ରହିଛି ଗ୍ୟାଟ୍ ନାଲି ଓ କେଶରୀ। ଶୁଭ ସଂଖ୍ୟା 9 ଏବଂ ଶୁଭ ଦିଗ ରହିଛି ଦକ୍ଷିଣ। ଶୁଭ ସମୟ ରହିଛି ସକାଳ 7:15ରୁ 8:45 ପର୍ଯ୍ୟନ୍ତ। ତେବେ ଆଜିର ଅଚୁକ ବୈଦିକ ପ୍ରତିକାର ରହିଛି। ଆଜି ସୋମ ପ୍ରଦୋଷ ତିଥି ହୋଇଥିବାରୁ ପ୍ରାତଃ ସ୍ନାନ ପରେ ତମ୍ଭା ପାତ୍ରରେ ଶୁଦ୍ଧ ଜଳ, କଞ୍ଚା କ୍ଷୀର ସାମାନ୍ୟ, ନାଲି ଚନ୍ଦନ ଓ 5ଟି ବେଲପତ୍ର ନେଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ମାନସିକ ଶାନ୍ତି ଓ ମଙ୍ଗଳ ଦୋଷ ଶାନ୍ତି ପାଇଁ ତମ୍ଭା ପାତ୍ରରୁ ପାଣି ପିଅନ୍ତୁ। ସନ୍ଧ୍ୟାରେ ଶିବାଜୀଙ୍କ ସମ୍ମୁଖରେ ଘିଅ ଦୀପ ଜାଳି ଓମ୍ ନ୍ୟାସ ସହ ଓମ୍ ନମ ଶିବାୟ ମନ୍ତ୍ର 108 ଥର ଜପ କରନ୍ତୁ ଏବଂ କୌଣସି ନାଲି ଗାଈକୁ ଗୁଡ଼ ସହ ଅଟା ଗୁଳା ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଦୁର୍ଘଟଣା, ରକ୍ତଦୋଷ ଓ ଶତ୍ରୁବାଧା ସମ୍ପୂର୍ଣ୍ଣ ବିନାଶ ହେବ। ତେବେ ପରବର୍ତ୍ତୀ ରାଶି ରହିଛନ୍ତି ବୃଷ ରାଶି। ବୃଷ ରାଶିର ସ୍ୱାମୀ ଶୁକ୍ର ପଞ୍ଚମ ବୃଦ୍ଧି ସନ୍ତାନ ଭାବରେ କନ୍ୟା ରାଶିରେ ନିଚସ୍ତ ହୋଇ ଗୋଚର କରୁଛନ୍ତି। ମାତ୍ର ଦ୍ୱିତୀୟ ଧନ କୁଟୁମ୍ବ ଭାବରେ ଚନ୍ଦ୍ରଙ୍କର ମଙ୍ଗଳ ବିଶେଷ ମାଙ୍ଗଳିକ ମହାଲକ୍ଷ୍ମୀ ଯୋଗ ସୃଷ୍ଟି ହେଉଛି। ଏହି ଗ୍ରହ ସଞ୍ଚାର ହେତୁ ଆଜି ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତି, ପୈତୃକ ସମ୍ପତ୍ତିରୁ ଲାଭ, ନଗଦ କାରବାର ବୃଦ୍ଧି ଏବଂ ବ୍ୟବସାୟରେ ବଡ଼ ଚୁକ୍ତି ହେବାର ପୂର୍ଣ୍ଣ ସମ୍ଭାବନା ରହିଛି। ପାରିବାରିକ ସ୍ତରରେ ରହିଥିବା କୌଣସି ପୁରୁଣା ମନୋମାଳିନ୍ୟ ଆଜି ଆପଣଙ୍କ ମୃଦୁବାଣୀ ଓ ମଧୁର ବ୍ୟବହାର ଦ୍ୱାରା ଶାନ୍ତ ହୋଇଯିବ। କିନ୍ତୁ ଶୁକ୍ର ନିଚସ୍ତ ଥିବାରୁ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନ ବୁଲାଇବା କିମ୍ବା ପ୍ରେମ ସମ୍ପର୍କରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି। ଏଣୁ ସଚେତନ ରୁହନ୍ତୁ। କୋର୍ଟ କଚେରୀ ବା ସମ୍ପତ୍ତି କ୍ରୟ ବିକ୍ରୟ ବାବଦରେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଘରର ଗୁରୁଜନ କିମ୍ବା ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଆବଶ୍ୟକ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଗଳା, ଦାନ୍ତ କିମ୍ବା ଆଖିର ସମସ୍ୟା ପ୍ରତି ସଚେତନ ରହିବା ଜରୁରୀ। ଆଜି କାରବାର ସମ୍ପର୍କିତ ନୂତନ ଚୁକ୍ତି ସାବଧାନତାର ସହ ପଢ଼ି ସ୍ୱାକ୍ଷର କରନ୍ତୁ। ଗୃହପାଳିତ ପ୍ରାଣୀଙ୍କର ଯତ୍ନ ନେବା ଆପଣଙ୍କ ଶୁଭତା ବୃଦ୍ଧି କରିବ। କଳା, ସାହିତ୍ୟ ଏବଂ ମନୋରଞ୍ଜନ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପ୍ରାପ୍ତ କରିବେ। ଆଜି ବ୍ୟକ୍ତିଗତ ଖର୍ଚ୍ଚ ଉପରେ କଣ୍ଟ୍ରୋଲ ରଖିବା ନିହାତି ଆବଶ୍ୟକ। ନିଜର ଆତ୍ମୀୟ ସ୍ୱଜନଙ୍କ ଆଗମନରେ ଗୃହରେ ଉତ୍ସବର ମାହୋଲ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ଉଚିତ ମୂଲ୍ୟାଙ୍କନ ହେବ। ପୁରୁଣା ଚିନ୍ତା ଦୂର ହୋଇ ମନରେ ସନ୍ତୋଷ ଆସିବ। ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ବନ୍ଧରେ ଶୁଭ ଖବର ପ୍ରାପ୍ତ ହେବ। ନିଜର ଦୈନନ୍ଦିନ ରୁଟିନରେ କିଛି ସ୍ୱାସ୍ଥ୍ୟକର ପରିବର୍ତ୍ତନ ଆଣନ୍ତୁ। ଭ୍ରମଣ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ନୂତନ ବନ୍ଧୁତା ଦୀର୍ଘସ୍ଥାୟୀ ଓ ଲାଭଦାୟକ ହେବ। ନିଜ କାର୍ଯ୍ୟଶୈଳୀରେ କିଛି ନୂଆ ପ୍ରୟୋଗ କରି ସଫଳ ହେବେ। ସହକର୍ମୀଙ୍କ ଗୁଜବକୁ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ। ତେବେ ଶୁଭ ରଙ୍ଗ ରହିଛି ଚମକଦାର ଧଳା ଓ ରୂପେଲି। ଶୁଭ ସଂଖ୍ୟା 6 ଏବଂ ଶୁଭ ଦିଗ ରହିଛି ଦକ୍ଷିଣ ପୂର୍ବ। ଶୁଭ ସମୟ ସକାଳ 9ଟାରୁ 10:30 ପର୍ଯ୍ୟନ୍ତ। ତେବେ ଆଜିର ଅଚୁକ ବୈଦିକ ପ୍ରତିକାର ସ୍ୱରୂପ ଶୁକ୍ରଙ୍କ ନିଚତ୍ୱ ଦୋଷ ପ୍ରଶମନ ଓ ସୋମ ପ୍ରଦୋଷର ଶୁଭତା ପାଇଁ ଆଜି ଶିବଲିଙ୍ଗରେ ଧଳା ଚନ୍ଦନ, ଅକ୍ଷତ, କ୍ଷୀର ଏବଂ ଦହି ଅର୍ପଣ କରନ୍ତୁ। ଦେବୀ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ଘିଅ ଦୀପ ଜାଳି ଶ୍ରୀଲକ୍ଷ୍ମୀ ସୂକ୍ତ ପାଠ କରନ୍ତୁ। କୌଣସି ସାଧବା ମହିଳା କିମ୍ବା କନ୍ୟାଙ୍କୁ ମିଶ୍ରି କ୍ଷୀରି ତିଆରି ଭୋଗ କିମ୍ବା ଧଳା ବସ୍ତ୍ର ଦାନ କରନ୍ତୁ। ଏହାଦ୍ୱାରା ନିଚସ୍ତ ଶୁକ୍ର ଶାନ୍ତ ହୋଇ ଆପଣଙ୍କ ଗୃହରେ ଅଶେଷ ଆର୍ଥିକ ସମୃଦ୍ଧି ବୃଦ୍ଧି କରିବେ। ପରବର୍ତ୍ତୀ ରାଶି ରହିଛନ୍ତି ମିଥୁନ ରାଶି। ଆପଣଙ୍କ ଲଗ୍ନ ରାଶିରେ ସ୍ୱୟଂ ଚନ୍ଦ୍ର ଏବଂ ମଙ୍ଗଳଙ୍କ ପ୍ରତ୍ୟକ୍ଷ ଗୋଚର ରହିଛି। ଆଜି ଆପଣଙ୍କ ମନରେ ଏକ ନୂତନ ଊର୍ଜା, କାର୍ଯ୍ୟଦକ୍ଷତା, ଆତ୍ମବିଶ୍ୱାସ ଏବଂ କିଛି ବଡ଼ କରି ଦେଖାଇବାର ସଂକଳ୍ପ ଜାଗ୍ରତ ହେବ। ଆପଣଙ୍କ ରାଶି ସ୍ୱାମୀ ବୁଧ ଦ୍ୱିତୀୟ ଭାବରେ ସୂର୍ଯ୍ୟ ଓ ଦେବଗୁରୁ ବୃହସ୍ପତିଙ୍କ ସହ କର୍କଟ ରାଶିରେ ସୁଗୃହୀ ହୋଇ ଅବସ୍ଥାନ କରୁଥିବାରୁ ଆପଣଙ୍କ ବୋଲଚାଲ, ନିର୍ଣ୍ଣୟ ନେବାର କ୍ଷମତା ଓ ବୌଦ୍ଧିକ ସ୍ତର ଅସାଧାରଣ ରହିବ। ରାଜନୀତି, ବାଣିଜ୍ୟ, ଆଇନ, ବ୍ୟାଙ୍କିଂ, ସାମ୍ବାଦିକତା ଓ ପ୍ରଶାସନିକ କ୍ଷେତ୍ରରେ ଥିବା ଲୋକଙ୍କର ଆଜି ମାନ ସମ୍ମାନ, ଉଚ୍ଚ ପ୍ରଶଂସା ଓ ପଦୋନ୍ନତି ମିଳିବ। ତେବେ ରାଶିରେ ମଙ୍ଗଳ ଥିବାରୁ କୌଣସି କାମରେ ଅତିରିକ୍ତ ତରତର ହୁଅନ୍ତୁ ନାହିଁ। ବ୍ୟବସାୟରେ ନୂତନ କୌଶଳ ଓ ଯୋଜନା କାର୍ଯ୍ୟକାରୀ କରି ଆପଣ ପ୍ରଭୂତ ଲାଭବାନ ହେବେ। ପାରିବାରିକ ସୁଖ ଶାନ୍ତି ବୃଦ୍ଧି ପାଇବ ଏବଂ ପୁରୁଣା ଋଣ ଶୋଧ କରିବାରେ ଆଜି ଆପଣ
ସଫଳ ହେବେ। ଆଜି ଯୋଗାଯୋଗ କ୍ଷେତ୍ରରେ ନିଜ ବାଣୀର ପ୍ରଭାବ ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ। କମ୍ପ୍ୟୁଟର ବା ଆଇଟି କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ଶୁଭ ସମ୍ବାଦ ପ୍ରାପ୍ତ ହେବ। ପୁରୁଣା ଆର୍ଥିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ବାହାରିବ। ପରିବାରରେ ଧାର୍ମିକ କାର୍ଯ୍ୟକ୍ରମର ଯୋଜନା ଚାଲିବ। ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଉତ୍ତମ ମଞ୍ଚ ମିଳିବ। ମାନସିକ ସ୍ଥିରତା ଆପଣଙ୍କ ସଫଳତାର ମୂଳଚାବି ହେବ। ସହକର୍ମୀମାନଙ୍କ ମଧ୍ୟରେ ଆପଣଙ୍କ ପ୍ରତି ଆଦର ଜାଗ୍ରତ ହେବ। ଯାନବାହନ ଚଳାଇବା ସମୟରେ ବିଶେଷ ସାବଧାନ ଜରୁରୀ। ନିଜର ଲକ୍ଷ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ ରଖନ୍ତୁ। ସାଂସାରିକ ଜୀବନରେ ମାଧୁର୍ଯ୍ୟ ଭରିଯିବ। ବ୍ୟବସାୟିକ ଭ୍ରମଣ ଆପଣଙ୍କ ପାଇଁ ନୂତନ ଅଭିଜ୍ଞତା ଆଣିବ। କୌଣସି ନୂତନ ପ୍ରକଳ୍ପରେ ଅର୍ଥ ଲଗାଇବା ପାଇଁ ଚିନ୍ତା କରିପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର କରିବେ। ସାମାଜିକ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାଗ ନେବେ। ବରିଷ୍ଠଙ୍କ ସହାନୁଭୂତି ଆପଣଙ୍କ ମନୋବଳ ବୃଦ୍ଧି କରିବ। ନିଜର ସ୍ୱାସ୍ଥ୍ୟରେ ପୂର୍ଣ୍ଣ ଦେଖାରେଖା କରନ୍ତୁ। ନିରାଶାବାଦୀ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ଦିନଟି ଆପଣଙ୍କୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ। ତେବେ ଶୁଭ ରଙ୍ଗ ରହିଛି ସବୁଜ ଓ ଆକାଶୀ। ଶୁଭ ସଂଖ୍ୟା 5 ଏବଂ ଶୁଭ ଦିଗ ରହିଛି ଉତ୍ତର। ଶୁଭ ସମୟ ରହିଛି ଦ୍ୱିପହର 11ଟାରୁ 12ଟା30 ପର୍ଯ୍ୟନ୍ତ। ତେବେ ଆଜିର ଅଚୂକ ବୈଦିକ ପ୍ରତିକାର ସ୍ୱରୂପ ଆଜି ପ୍ରାତଃ କାଳରେ ଶିବଲିଙ୍ଗରେ ଗଙ୍ଗାଜଳ ସହ ଦୁର୍ବା ସବୁଜ ମୁଗ ଡାଲି ଓ ବେଲପତ୍ର ଚଢ଼ାନ୍ତୁ। ଭଗବାନ ଗଣେଶଙ୍କ ସମ୍ମୁଖରେ କର୍ପୂର ଜାଳି ଓମ୍ ଗଣପତୟେ ନମ ଏବଂ ଶିବ ମନ୍ଦିରରେ ଓମ୍ ନମଃ ଶିବାୟ 108 ଥର ଜପ କରନ୍ତୁ। ପକ୍ଷୀମାନଙ୍କୁ ଭିଜା ମୁଗ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ସମସ୍ତ ଶାରୀରିକ ଓ ମାନସିକ ଅଶାନ୍ତି ଅତି ସହଜରେ ବିନାଶ ହୋଇଯିବ। ପରବର୍ତ୍ତୀ ରାଶି ରହିଛନ୍ତି କର୍କଟ ରାଶି। କର୍କଟ ରାଶିରେ ଆଜି ସୂର୍ଯ୍ୟ ସୁଗୃହୀ ବୁଧ ଏବଂ ଦେବଗୁରୁ ବୃହସ୍ପତିଙ୍କ ଦିବ୍ୟ ତ୍ରିଗୃହୀ ବୁଧାଦିତ୍ୟ ଓ ଗୁରୁ ଆଦିତ୍ୟ ଯୋଗ ରହିଛି। ଆପଣଙ୍କ ବ୍ୟକ୍ତିତ୍ୱରେ ଏକ ଆଧ୍ୟାତ୍ମିକ ତେଜସ୍ୱୀ ଓ ରାଜକୀୟ ପ୍ରଭାବ ଦେଖାଯିବ। ତେବେ ରାଶି ସ୍ୱାମୀ ଚନ୍ଦ୍ର ଦ୍ୱାଦଶ ଭାବରେ ମଙ୍ଗଳଙ୍କ ସହ ଗୋଚର କରୁଥିବାରୁ ଅନାବଶ୍ୟକ ମାନସିକ ଚିନ୍ତା, ନିଦ୍ରାହୀନତା, ଆଖିର ପୀଡ଼ା କିମ୍ବା ଚିକିତ୍ସାଳୟଗତ ଖର୍ଚ୍ଚ ବୃଦ୍ଧି ପାଇପାରେ। ଆଜି ଆପଣ ବିଦେଶ ସମ୍ପର୍କିତ କାର୍ଯ୍ୟ, ଆମଦାନୀ ରପ୍ତାନି ବ୍ୟବସାୟ କିମ୍ବା ଆଧ୍ୟାତ୍ମିକ ଅନୁଷ୍ଠାନରୁ ପ୍ରଭୁତ୍ୱ ଲାଭ କରିବେ। ନୂତନ କର୍ମ ନିଯୁକ୍ତି ପାଇଁ ଆବେଦନ କରୁଥିଲେ ସମୟ ଅତ୍ୟନ୍ତ ଅନୁକୂଳ ଅଟେ। ସାମାଜିକ କାର୍ଯ୍ୟରେ ଯୋଗ ଦେଇ ଗୌରବ ଅନୁଭବ କରିବେ। ଜାଗା ଜମି ସମ୍ପର୍କିତ ନିବେଶ ପାଇଁ ଦିନଟି ଶୁଭ ଅଟେ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଆଧ୍ୟାତ୍ମିକ ଚିନ୍ତନ କରନ୍ତୁ। ପାରିବାରିକ ଆବଶ୍ୟକତା ପୂରଣ କରିବା ପାଇଁ ଆପଣ ଚେଷ୍ଟା କରିବେ। ଦୀର୍ଘ ଦିନର ସ୍ୱପ୍ନ ସାକାର ହେବାର ଦିଗରେ କାର୍ଯ୍ୟ ପ୍ରଗତି ହେବ। ନିଜର ଆତ୍ମବିଶ୍ୱାସ ହରାନ୍ତୁ ନାହିଁ। ବ୍ୟବସାୟରେ ପୁରୁଣା ବକେୟା ଟଙ୍କା ଅସୁଲ କରିବାରେ ସଫଳ ହେବେ। ନିଜର ବୁଦ୍ଧିମତ୍ତା ଦ୍ୱାରା ଶତ୍ରୁଙ୍କ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିବେ। ଘରୋଇ ଜୀବନସାଥୀଙ୍କ ପ୍ରତି ଆଦର ଗଭୀର ହେବ। ଶରୀରରେ ପ୍ରୋଟିନ୍ ଓ ଶୁଦ୍ଧ ଜଳର ପରିଣାମ ବୃଦ୍ଧି କରନ୍ତୁ। ବନ୍ଧୁମାନଙ୍କ ସହ ସମୟ ବିତାଇ ମନ ହାଲୁକା ଅନୁଭବ କରିବେ। ସାହିତ୍ୟ ଓ ସଂସ୍କୃତି ପ୍ରତି ଅନୁରାଗ ବୃଦ୍ଧି ପାଇବ। କୋର୍ଟ କଚେରୀ ସମ୍ବନ୍ଧୀୟ ଚିନ୍ତା କମ୍ ହେବ। ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରୁହନ୍ତୁ। ଗୁରୁଜନମାନଙ୍କ ଆଶୀର୍ବାଦ ଆପଣଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହେବ। ନୂତନ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଆଧ୍ୟାତ୍ମିକ ଦର୍ଶନରେ ରୁଚି ବଢ଼ିବ। ନିଜ କାର୍ଯ୍ୟକୁ ନିଶ୍ଚିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରନ୍ତୁ। ଆର୍ଥିକ ନିବେଶ ସୁରକ୍ଷିତ ରହିବ। ପରିବାର ମଧ୍ୟରେ ଭାତୃଭାବ ବୃଦ୍ଧି ପାଇବ। ନିଜର ବ୍ୟକ୍ତିତ୍ୱ ପ୍ରଭାବଶାଳୀ ବଢ଼ିବ। ତେବେ ଶୁଭ ରଙ୍ଗ ରହିଛି ଧଳା, ରୁପେଲି ଓ ହାଲୁକା ହଳଦିଆ। ଶୁଭ ସଂଖ୍ୟା 2 ଏବଂ ଶୁଭ ଦିଗ ରହିଛି ଉତ୍ତର ପଶ୍ଚିମ। ଶୁଭ ସମୟ ରହିଛି ଅପରାହ୍ନ 1:30ରୁ 3ଟା ପର୍ଯ୍ୟନ୍ତ। ତେବେ ଆଜିର ଅଚୂକ ବୈଦିକ ପ୍ରତିକାର ସ୍ୱରୂପ ଦ୍ୱାଦଶ ଚନ୍ଦ୍ର ଦୋଷ ଶାନ୍ତି ଓ ଗୁରୁ ସୂର୍ଯ୍ୟଙ୍କ ଆଶୀର୍ବାଦ ପାଇଁ ଆଜି ସୋମ ପ୍ରଦୋଷ ବ୍ରତର ସନ୍ଧ୍ୟାରେ ଶିବଲିଙ୍ଗକୁ କ୍ଷୀର, ସୁବାସିଷ ଜଳ ଓ ଗଙ୍ଗା ଜଳରେ ଅଭିଷେକ କରନ୍ତୁ। ସାମାନ୍ୟ କେଶର ଓ ହଳଦୀ ମିଶାଇ ମୁଣ୍ଡରେ ତିଳକ ଲଗାନ୍ତୁ। ଓମ୍ ସୋମାୟ ନମ ଓମ୍ ଶିବ ପଞ୍ଚାକ୍ଷରୀ ମନ୍ତ୍ର ପାଠ କରନ୍ତୁ। ଗରିବ ବ୍ୟକ୍ତିଙ୍କୁ କ୍ଷୀର କିମ୍ବା ଚାଉଳ ଦାନ କଲେ ସମସ୍ତ ମାନସିକ ଅଶାନ୍ତି ଦୂର ହେବ। ପରବର୍ତ୍ତୀ ରାଶି ରହିଛନ୍ତି ସିଂହ ରାଶି। ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ ଦ୍ୱାଦଶ ଭାବରେ ବୁଧ ଓ ଗୁରୁଙ୍କ ସହ ରହିଥିଲେ ହେଁ ଏକାଦଶ ଲାଭ ଭାବରେ ଚନ୍ଦ୍ରଙ୍କ ମଙ୍ଗଳଙ୍କ ବିଶେଷ ସଞ୍ଚାର ଥିବାରୁ ଆଜି ଚତୁର୍ଦିଗରୁ ଉତ୍ତମ ଧନ ଆଗମନର ଶୁଭ ସୁଯୋଗ ସୃଷ୍ଟି ହେବ। ଆଜି ଅଟକି ରହିଥିବା ପୁରୁଣା ଅର୍ଥ ହଠାତ୍ ଫେରସ୍ତ ମିଳିପାରେ। ବଡ଼ ଭାଇ ଭଉଣୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ବରିଷ୍ଠ ଅଧିକାରୀଙ୍କ ଠାରୁ ଆପଣଙ୍କୁ ଆଶାତୀତ ସହଯୋଗ ମିଳିବ। ତେବେ
ରାଶିରେ କେତୁଙ୍କ ସ୍ଥିତି ଯୋଗୁଁ କିଛିଟା ଆତ୍ମସଞ୍ଚୟ କିମ୍ବା ମାନସିକ ବିଚଳିତତା ଆସିପାରେ। ନୂତନ ବ୍ୟବସାୟିକ ସମ୍ପ୍ରସାରଣ ପାଇଁ ଦିନଟି ଅତ୍ୟନ୍ତ ଉପଯୁକ୍ତ ଅଟେ। ରାଜନୀତି ଓ ନେତୃତ୍ୱ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ ହେବ। ସେୟାର ମାର୍କେଟ କିମ୍ବା ନିବେଶରୁ ଲାଭ ମିଳିବ। ଆଜି କର୍ମକ୍ଷେତ୍ରରେ ଆପଣଙ୍କ ନେତୃତ୍ୱ ନେବାର କ୍ଷମତା ପ୍ରଶଂସିତ ହେବ। କୌଣସି ଜଟିଳ ମାମଲାର ଶାନ୍ତିପୂର୍ଣ୍ଣ ସମାଧାନ ବାହାରିବ। ଶିକ୍ଷାର୍ଥୀମାନେ ଅଧ୍ୟୟନରେ ସାରସ୍ୱତ ସଫଳତା ପାଇବେ। ସୋସିଆଲ ମିଡ଼ିଆରେ ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ। ଆର୍ଥିକ କାରବାର ସଫଳ ହେବ। ଶରୀରରେ ଆଳସ୍ୟ ପରିହାର କରି କାର୍ଯ୍ୟ କରନ୍ତୁ। ନିଜ ଆତ୍ମବିଶ୍ୱାସ ନିଜର ସବୁଠାରୁ ବଡ଼ ସମ୍ପତ୍ତି ହେବ। ଗୃହରେ କୌଣସି ମୂଲ୍ୟବାନ ସାମଗ୍ରୀ କ୍ରୟ କରିପାରନ୍ତି। ଜୀବନସାଥୀଙ୍କ ସହ ଦୂର ଭ୍ରମଣର ଯୋଜନା ହୋଇପାରେ। ବନ୍ଧୁମାନଙ୍କ ଗହଣରେ ଶୁଭ ସମୟ ବିତିବ। ବାଣିଜ୍ୟିକ ନିବେଶରେ ସାବଧାନତା ଅବଲମ୍ବନ କରନ୍ତୁ। ସନ୍ତାନଙ୍କ କୃତିତ୍ୱରେ ମନ ଆନନ୍ଦିତ ହେବ। ଆଜି ନିଜର ବାଣୀରେ ନମ୍ରତା ବଜାୟ ରଖନ୍ତୁ। ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କଲେ ଚିତ୍ତ ପ୍ରସନ୍ନ ହେବ। କାର୍ଯ୍ୟ ଦୀର୍ଘକାଳୀନ ଯୋଜନାରେ ନିବେଶ କରନ୍ତୁ। ଶତ୍ରୁମାନେ ସ୍ୱତଃ ମୁଣ୍ଡ ନୁଆଇବେ। ପୁରୁଣା ସୁସମ୍ପର୍କରୁ ଆଜି ଶୁଭ ଫଳ ପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ଦିଗରୁ ଦିନଟି ଉତ୍ତମ ରହିବ। ତେବେ ଶୁଭ ରଙ୍ଗ ରହିଛି କେଶରୀ, ସ୍ୱନାଭ ହଳଦୀ ଓ ନାଲି। ଶୁଭ ସଂଖ୍ୟା 1 ଏବଂ ଶୁଭ ଦିଗ ରହିଛି ପୂର୍ବ। ଶୁଭ ସମୟ ରହିଛି ସକାଳ 8ଟାରୁ 9ଟା 30 ପର୍ଯ୍ୟନ୍ତ। ତେବେ ଆଜିର ଅଚୂକ ବୈଦିକ ପ୍ରତିକାର ସ୍ୱରୂପ ଆଜି ସୂର୍ଯ୍ୟୋଦୟ ସମୟରେ ତମ୍ବା ପାତ୍ରରେ ଜଳ, ନାଲି ଫୁଲ ଓ ଗୁଡ଼ ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ। ସନ୍ଧ୍ୟାରେ ଶିବାଜୀଙ୍କ ସମ୍ମୁଖରେ ଘୃତ ଦୀପ ଜାଳି ଆଦିତ୍ୟ ହୃଦୟ ସ୍ତୋତ୍ର କିମ୍ବା ଶିବ ସହସ୍ରନାମ ପାଠ କରନ୍ତୁ। ଗୋମାତାଙ୍କୁ ହଳଦିଆ ରୁଟି ଓ ଗୁଡ଼ ଖାଇବାକୁ ଦେଲେ ରାଜକୀୟ ବାଧା ଓ କେତୁ ଦୋଷ ସମ୍ପୂର୍ଣ୍ଣ କଟିଯିବ। ପରବର୍ତ୍ତୀ ରାଶି ରହିଛନ୍ତି କନ୍ୟା ରାଶି। ଆପଣଙ୍କ ଦଶମ କର୍ମ ଭାବରେ ଚନ୍ଦ୍ର ଓ ମଙ୍ଗଳଙ୍କ ସଞ୍ଚାର ଏବଂ ଏକାଦଶ ଲାଭ ଭାବରେ ରାଶ୍ୟାଧିପତି ବୁଧଙ୍କ ସହିତ ସୂର୍ଯ୍ୟ ଗୁରୁଙ୍କ ସ୍ଥିତି ଅତ୍ୟନ୍ତ ସୁନିମ ଭାଗୋଦୟ ଯୋଗ ନିର୍ମାଣ କରୁଛି। କର୍ମକ୍ଷେତ୍ରରେ ଆପଣଙ୍କୁ ନୂତନ ପଦବୀ, ଉଚ୍ଚ ପ୍ରଶଂସା ଏବଂ ବିଶେଷ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ନୂତନ ନିବେଶକ ଆପଣଙ୍କ ଯୋଜନାରେ ଅର୍ଥ ଲଗାଇବେ। ମାତ୍ର ଆପଣଙ୍କ ରାଶିରେ ଶୁକ୍ର ନିଚସ୍ତ ହୋଇ ଗୋଚର କରୁଥିବାରୁ ଆଳସ୍ୟ, ଚରିତ୍ରଗତ କ୍ରୋଧ କିମ୍ବା କୌଣସି ମହିଳା ସହକର୍ମୀଙ୍କ ସହ ମତଭେଦରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। ସାମ୍ବାଦିକତା, ସାହିତ୍ୟ, ଆକାଉଣ୍ଟସ, କମ୍ପ୍ୟୁଟର ଓ ଓକିଲାତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଆଜି ଏକ ଅପୂର୍ବ ସଫଳତାର ଦିନ ଅଟେ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ଉତ୍ତମ ଫଳ ପ୍ରାପ୍ତ କରିବେ। ଆଜି କାର୍ଯ୍ୟସ୍ଥଳରେ ନିଜ ଦାୟିତ୍ୱକୁ ନିଷ୍ଠାର ସହ ନିର୍ବାହ କରନ୍ତୁ। ପାରିବାରିକ ସମସ୍ୟାକୁ ଶାନ୍ତ ଚିତ୍ତରେ ସମାଧାନ କରନ୍ତୁ। ନିଜର ଦକ୍ଷତା ପ୍ରତି ଆପଣଙ୍କର ଗଭୀର ବିଶ୍ୱାସ ରହିବ। ବ୍ୟବସାୟିକ ଭାଗିଦାରୀରେ ସ୍ୱଚ୍ଛତା ରଖିବା ଜରୁରୀ ଅଟେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିୟମାବଳୀ ପାଳନ କରନ୍ତୁ। ନୂତନ ଜ୍ଞାନ ଆହରଣ ପାଇଁ ଦିନଟି ଶ୍ରେଷ୍ଠ ଅଟେ। ଅଫିସ ସହକର୍ମୀମାନେ ଆପଣଙ୍କ ମାର୍ଗଦର୍ଶନ ଲୋଡ଼ିବେ। ନିଜର ଚିନ୍ତାଧାରାକୁ ସପୋର୍ଟ କରୁଥିବା ଲୋକଙ୍କ ସହଯୋଗ ମିଳିବ। କୌଣସି ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ପ୍ରାପ୍ତ ହୋଇପାରେ। ଘରୋଇ ସୁଖ ଶାନ୍ତି ବୃଦ୍ଧି ପାଇବ। ଆଜିର ନିଜର ସୃଜନଶୀଳ ଶକ୍ତି ବୃଦ୍ଧି ପାଇବ। ବରିଷ୍ଠ ଅଧିକାରୀଙ୍କ ଆଶୀର୍ବାଦ ମିଳିବ। ନିଜର ପ୍ରିୟଜନଙ୍କ ସହ ଆଜି ସମୟ ବିତାଇ ମନ ପ୍ରସନ୍ନ ରହିବ। ଆର୍ଥିକ ବାଧାବିଘ୍ନ ଦୂର ହେବ। ପୁରୁଣା ସମ୍ପର୍କ ପୁନର୍ବାର ସଜୀବ ହେବ। ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ମାର୍ଗଦର୍ଶନ ଗ୍ରହଣ କରନ୍ତୁ। ଆଜି କୌଣସି ଝଗଡ଼ାରୁ ଦୂରେଇ ରହିବା ଉଚିତ। ଶ୍ରଦ୍ଧା ଓ ବିଶ୍ୱାସ ସହ କାମ କଲେ କାର୍ଯ୍ୟସିଦ୍ଧି ହେବ। ତେବେ ଶୁଭ ରଙ୍ଗ ରହିଛି ହାଲୁକା ସବୁଜ ଓ ଆକାଶୀ। ଶୁଭ ସଂଖ୍ୟା 5 ଏବଂ ଶୁଭ ଦିଗ ରହିଛି ଉତ୍ତର ପୂର୍ବ। ଶୁଭ ସମୟ ରହିଛି ଅପରାହ୍ନ 3ଟା 30ରୁ 5ଟା ପର୍ଯ୍ୟନ୍ତ। ତେବେ ଆଜିର ଅଚୂକ ବୈଦିକ ପ୍ରତିକାର ସ୍ୱରୂପ ଶିବଲିଙ୍ଗରେ ଶୁଦ୍ଧ ଭସ୍ମ, ସବୁଜ ବେଲପତ୍ର ଓ କ୍ଷୀର ଅର୍ପଣ କରନ୍ତୁ। ଆଜି ନିଜସ୍ଥ ଶୁକ୍ରଙ୍କ ଶାନ୍ତି ପାଇଁ କୌଣସି ଦେବୀ ମନ୍ଦିରରେ କ୍ରିମ୍ ରଙ୍ଗର ଫୁଲ କିମ୍ବା ସୁବାସିତ ଧୂପ ଅର୍ପଣ କରନ୍ତୁ। ଗୋ ଗ୍ରାସ ଦାନ କରନ୍ତୁ ଏବଂ ବେଲଷ୍ଟକମ୍ ପାଠ କରନ୍ତୁ। ଏହାଦ୍ୱାରା ଆପଣଙ୍କ କର୍ମକ୍ଷେତ୍ରରେ ସମସ୍ତ ବାଧାବିଘ୍ନ ଶାନ୍ତ ହୋଇଯିବ। ते परवर्ती राशि रही तुला राशि। तुला राशि स्वामी शुक्र द्वादश भाव में निचस्थ होइथिबा बेले नवम भाग्य भाव में चंद्र मंगल लक्ष्मी जोग रही। आज भाग्य आपण को पूर्ण सहयोग करिवो। अटकी रहितबा आध्यात्मिक कार्य तीर्थयात्रा एवं धार्मिक अनुष्ठान सुरुखुरु संपन्न हेबो। मानसिक स्तर में शांति अनुभव करिवे। मात्र द्वादश शुक्र जोगु आपण आवश्यकता अधिक
ସୌନ୍ଦର୍ଯ୍ୟ ବିଳାସ କିମ୍ବା ମନୋରଞ୍ଜନ ପାଇଁ କ୍ଷତିକାରକ ବ୍ୟୟ କରିପାରନ୍ତି। ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଉଚ୍ଚ ଶିକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଶୁଭ ସମ୍ବାଦ ମିଳିବ। ପିତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ନୂତନ ବନ୍ଧୁତ୍ୱ ଦୀର୍ଘକାଳୀନ ଭାବେ ଲାଭଦାୟକ ପ୍ରମାଣିତ ହେବ। ଘରେ ଆଧ୍ୟାତ୍ମିକ ଆବହମାନ ସୃଷ୍ଟି ହେବ। ଆଜି ନିଜର ନିଷ୍ପତ୍ତିକୁ ଦୃଢ଼ତାର ସହ କାର୍ଯ୍ୟକାରୀ କରନ୍ତୁ। ଗୃହରେ ସୁଖ ଶାନ୍ତି ବୃଦ୍ଧି ପାଇବା ସହ ଭୋଗବିଳାସର ସାମଗ୍ରୀ ବୃଦ୍ଧି ହେବ। ବ୍ୟବସାୟରେ ନୂତନ ଗ୍ରାହକମାନଙ୍କ ସହଯୋଗ ପ୍ରାପ୍ତ ହେବ। ଆଜି କୌଣସି ପୁରୁଣା ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ସମସ୍ତେ ପସନ୍ଦ କରିବେ। ନିଜର ଦୈନନ୍ଦିନ ଖର୍ଚ୍ଚ ଉପରେ ସାମାନ୍ୟ ନିୟନ୍ତ୍ରଣ ରଖନ୍ତୁ। ସୋସିଆଲ ନେଟୱାର୍କ ଦ୍ୱାରା ନୂତନ କର୍ମର ପନ୍ଥା ଖୋଲିବ। ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ଅଭ୍ୟାସ କରନ୍ତୁ। ସନ୍ଧ୍ୟା ସମୟରେ ପରିବାର ସହ ଆନନ୍ଦରେ ସମୟ କଟିବ। ନିଜର ସହକର୍ମୀଙ୍କ ଠାରୁ ବିଶେଷ ସହଯୋଗ ମିଳିବ। ସନ୍ତାନମାନଙ୍କ ଭବିଷ୍ୟତ ପାଇଁ ନୂତନ ନିବେଶ କରିପାରନ୍ତି। ଛାତ୍ରଛାତ୍ରୀମାନଙ୍କର ପ୍ରତିଯୋଗିତାପୂର୍ଣ୍ଣ ମାନସିକତା ବୃଦ୍ଧି ପାଇବ। ନିଜ ବାସଗୃହର ସୌନ୍ଦର୍ଯ୍ୟକରଣ କରିପାରନ୍ତି। ବନ୍ଧୁଙ୍କ ଆଗମନ ଆପଣଙ୍କୁ ନୂତନ ଉତ୍ସାହ ଦେବ। ଆଧ୍ୟାତ୍ମିକ ଅନୁଭୂତି ମାନସିକ ଶାନ୍ତି ଦେବ। ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହେବ। ତେବେ ଶୁଭ ରଙ୍ଗ ରହିଛି କ୍ରିମ୍, ଧଳା ଓ ଗୋଲାପୀ। ଶୁଭ ସଂଖ୍ୟା 7 ଏବଂ ଶୁଭ ଦିଗ ରହିଛି ପଶ୍ଚିମ। ଶୁଭ ସମୟ ରହିଛି ସନ୍ଧ୍ୟା 5ଟା15ରୁ 6ଟା45 ପର୍ଯ୍ୟନ୍ତ। ତେବେ ଆଜିର ଅଚୁକ ବୈଦିକ ପ୍ରତିକାର ସ୍ୱରୂପ ଆଜି ସୋମ ପ୍ରଦୋଷରେ ସାୟଂକାଳରେ ଶିବ ମନ୍ଦିରରେ ଶୁଦ୍ଧ ଗୋ ଘୃତ ଦୀପ ଜାଳି 108 ଥର ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। କୌଣସି ଦରିଦ୍ର ବ୍ୟକ୍ତିଙ୍କୁ ଚାଉଳ, ଦହି କିମ୍ବା ସିନେମା କଳା ସମ୍ବନ୍ଧୀୟ ବ୍ୟକ୍ତିଙ୍କୁ ସମ୍ମାନ ଦିଅନ୍ତୁ। ମା କାତ୍ୟାୟନୀଙ୍କୁ ହଳଦିଆ ଫୁଲ ଚଢ଼ାଇଲେ ଆପଣଙ୍କ ଭାଗ୍ୟ ଦ୍ୱିଗୁଣିତ ହେବ। ପରବର୍ତ୍ତୀ ରାଶି ରହିଛନ୍ତି ବିଛା ରାଶି। ବିଛା ରାଶିର ସ୍ୱାମୀ ମଙ୍ଗଳ ଅଷ୍ଟମ ଭାବରେ ଚନ୍ଦ୍ରଙ୍କ ସହ ଅଷ୍ଟମ ଚନ୍ଦ୍ର ମଙ୍ଗଳ ଗୋଚର ସୃଷ୍ଟି କରୁଛନ୍ତି। ଆଜି ଆପଣଙ୍କୁ ରକ୍ତଚାପ, ଅଗ୍ନି ଦୁର୍ଘଟଣା ଏବଂ ବୃଥା ଯୁକ୍ତିତର୍କରୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ ପଡ଼ିବ। ଗାଡ଼ି ଚଳାଇବା ସମୟରେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରନ୍ତୁ। ତେବେ ଅଷ୍ଟମ ଭାବ ଗୁପ୍ତ ଧନ, ବୀମା, ଗୁପ୍ତ ବିଦ୍ୟା, ଆୟୁର୍ବେଦ ଓ ଗବେଷଣାରେ ସ୍ଥାନ ହୋଇଥିବାରୁ ଏହି କ୍ଷେତ୍ରରେ ଥିବା ଲୋକଙ୍କୁ ଅପ୍ରତ୍ୟାଶିତ ସଫଳତା ମିଳିବ। ନବମ ଭାଗ୍ୟ ଭାବରେ ଗୁରୁ, ସୂର୍ଯ୍ୟ ଓ ବୁଧଙ୍କ ଅମୃତ ଦୃଷ୍ଟି ରହିଥିବାରୁ ଆପଣ କୌଣସି ବଡ଼ ବିପଦରୁ ଆଶ୍ଚର୍ଯ୍ୟଜନକ ଭାବେ ସୁରକ୍ଷିତ ଫେରି ଆସିବେ। ଆଜି ଆର୍ଥିକ ଲେଣଦେଣରେ କାହାକୁ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ। ବାଣିଜ୍ୟରେ କାମର ଚାପ ଅଧିକ ରହିବ। ଆଜି କୌଣସି ବିବାଦୀୟ ପରିସ୍ଥିତିରୁ ଦୂରତା ରକ୍ଷା କରିବା ହିଁ ଶ୍ରେୟସ୍କର ଅଟେ। ଦୃଢ଼ ଜ୍ଞାନ ଓ ଆଧ୍ୟାତ୍ମିକ ଦର୍ଶନ ପ୍ରତି ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ। ନିଜର ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ଏବଂ ଜଳପାନ ପର୍ଯ୍ୟାପ୍ତ ପରିମାଣରେ କରନ୍ତୁ। ଆକସ୍ମିକ ସୂତ୍ରରୁ କିଛି ଅର୍ଥ ପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁଙ୍କ ପ୍ରତି ନଜର ରଖନ୍ତୁ। ପାରିବାରିକ ସହଯୋଗ ଆପଣଙ୍କୁ ନୂତନ ମନୋବଳ ଯୋଗାଇବ। ନିଜ କୋପକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖନ୍ତୁ। କୌଣସି ନୂତନ ବ୍ୟବସାୟିକ ଯୋଜନା ଆରମ୍ଭ କରିବା ପାଇଁ କିଛି ଦିନ ଅପେକ୍ଷା କରନ୍ତୁ। ସନ୍ଧ୍ୟା ସମୟରେ ନିଜ ଗୁରୁଙ୍କ ଧ୍ୟାନ କରନ୍ତୁ। ନିଜ ନିଷ୍ପତ୍ତି ଉପରେ ସ୍ଥିର ରୁହନ୍ତୁ। ଜୀବନସାଥୀଙ୍କ ପ୍ରେମ ସାନ୍ନିଧ୍ୟ ମାନସିକ ସ୍ଥିରତା ଦେବ। ଦୀର୍ଘ ଦିନର ମାନସିକ ଦ୍ୱନ୍ଦ୍ୱ ଦୂର ହେବ। ବିଦ୍ୟାର୍ଥୀମାନେ ଅଧ୍ୟୟନରେ ଏକାଗ୍ରତା ବଜାୟ ରଖନ୍ତୁ। କୌଣସି ବ୍ୟକ୍ତିଙ୍କ ଠାରୁ ଅତିରିକ୍ତ ଆଶା ରଖନ୍ତୁ ନାହିଁ। ନିଜର ସୃଜନଶୀଳ ଦକ୍ଷତା ପ୍ରକାଶ ପାଇବ। ନିଜର ସୀମା ଭିତରେ ରହି କାର୍ଯ୍ୟ କରନ୍ତୁ। ସାମାଜିକ ସ୍ତରରେ ସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟଗତ ଲୋକଙ୍କ ସଫଳତା ସୁନିଶ୍ଚିତ ମିଳିବ। ତେବେ ଶୁଭ ରଙ୍ଗ ରହିଛି ଗାଢ଼ ନାଲି, ମାରୁନ୍ ଓ କେଶରୀ। ଶୁଭ ସଂଖ୍ୟା 8 ଏବଂ ଶୁଭ ଦିଗ ରହିଛି ଦକ୍ଷିଣ ପୂର୍ବ। ଶୁଭ ସମୟ ରହିଛି ସକାଳ 6ଟାରୁ 8ଟା ପର୍ଯ୍ୟନ୍ତ। ତେବେ ଆଜିର ଅଚୁକ ବୈଦିକ ପ୍ରତିକାର ସ୍ୱରୂପ ଆଜି ଅଷ୍ଟମ ଦୋଷ ବିନାଶ ପାଇଁ ଶିବଲିଙ୍ଗରେ ଜଳ ସହ କଳା ରାଶି, ସାମାନ୍ୟ ମହୁ ଓ ଗଙ୍ଗା ଜଳ ଚଢ଼ାନ୍ତୁ। ମହାମୃତ୍ୟୁଞ୍ଜୟ ମନ୍ତ୍ର 21 ଥର ପାଠ କରନ୍ତୁ। ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରି କପାଳରେ ଚାମିରି ତେଲ ସହ ସିନ୍ଦୁର ଲଗାନ୍ତୁ। କଳା କୁକୁରଙ୍କୁ ରୁଟି ଖାଇବାକୁ ଦେଲେ ସମସ୍ତ ଅଦୃଶ୍ୟ ଭୟ ଶାନ୍ତ ହେବ। ପରବର୍ତ୍ତୀ ରାଶି ରହିଛନ୍ତି ଧନୁ ରାଶି। ସପ୍ତମ ଭାବରେ ଚନ୍ଦ୍ର ମଙ୍ଗଳଙ୍କ ଗୋଚର ଆପଣଙ୍କ ଦାମ୍ପତ୍ୟ ଜୀବନ, ସାମାଜିକ ପ୍ରତିଷ୍ଠା ଓ ଯୌଥ କାରବାରରେ ଶୁଭଫଳ ପ୍ରଦାନ କରିବ। ଆଜି ଜୀବନସାଥୀଙ୍କ ସହଯୋଗ, ସ୍ନେହ ଓ ପରାମର୍ଶ ଆପଣଙ୍କୁ ନୂତନ ସଫଳତା ଆଡ଼କୁ ନେଇଯିବ। ଆପଣଙ୍କ ରାଶି ସ୍ୱାମୀ ଦେବଗୁରୁ ବୃହସ୍ପତି ଅଷ୍ଟମ ଭାବରେ ସୂର୍ଯ୍ୟ ଓ ବୁଧଙ୍କ ସହ ଗୋଚର କରୁଥିବାରୁ ପାଚନ ପ୍ରଣାଳୀ, ଲିଭର କିମ୍ବା ଆଳସ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଏଣୁ ଖାଦ୍ୟପେୟ ପ୍ରତି
ସଚେତନ ରୁହନ୍ତୁ। କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀମାନେ ସକ୍ରିୟ ରହିବେ, ମାତ୍ର ଆପଣଙ୍କ ଜ୍ଞାନ ଓ ବୃଦ୍ଧି ଆଗରେ ସେମାନେ ପରାଜିତ ହେବେ। କୋର୍ଟ କଚେରୀ କାମରେ ପ୍ରଗତି ହେବ। ଧାର୍ମିକ ପୁସ୍ତକ ପଠନରେ ରୁଚି ବଢ଼ିବ। ନୂତନ ଚୁକ୍ତି ସ୍ୱାକ୍ଷର ପାଇଁ ଆଜିର ଦିନଟି ଶ୍ରେଷ୍ଠ ଅଟେ। ଆଜି କାରବାରରେ ନୂତନ ସମ୍ପର୍କ ଯୋଡ଼ି ହେବ, ଯାହା ଭବିଷ୍ୟତରେ ପ୍ରଭୁତ୍ୱ ଲାଭ ପ୍ରଦାନ କରିବ। ଗୃହ ପରିବେଶରେ ଶାନ୍ତି ଓ ସୁଖର ବାତାବରଣ ରହିବ। ନିଜର ଆଜ୍ଞାଚକ୍ରକୁ ସ୍ଥିର ରଖିବା ପାଇଁ ଧ୍ୟାନ ରଖନ୍ତୁ। ସାଧାରଣ ବୋଲଚାଲରେ ସଂଯମତା ଅବଲମ୍ବନ କରନ୍ତୁ। ନିଜ ବିଚାର ପ୍ରକାଶ କରିବା ପାଇଁ ଅତ୍ୟନ୍ତ ଉପଯୁକ୍ତ ସମୟ ଅଟେ। ଶିକ୍ଷାର୍ଥୀମାନେ ନିଜର ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତମ ଫଳ ପ୍ରାପ୍ତ କରିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କ ଗୁରୁତ୍ୱ ବୃଦ୍ଧି ପାଇବ। ନିଜର ପୁରୁଣା ବନ୍ଧୁଙ୍କ ସହ କଥା ହୋଇ ମନ ଆନନ୍ଦିତ ହେବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ, ବିଶେଷ କରି ମସଲା ଜାତୀୟ ଖାଦ୍ୟ ପରିହାର କରନ୍ତୁ। ନୂତନ ଦାୟିତ୍ୱ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ଧାର୍ମିକ ସ୍ଥଳ ପରିଦର୍ଶନର ଯୋଜନା ହୋଇପାରେ। କାର୍ଯ୍ୟସ୍ଥଳରେ ବରିଷ୍ଠଙ୍କ ସମ୍ପୂର୍ଣ୍ଣ ବିଶ୍ୱାସ ଭାଜନ କରିବେ। ପାରିବାରିକ ଆବଶ୍ୟକତା ପୂରଣ କରିବାରେ ଆନନ୍ଦ ଅନୁଭବ କରିବେ। ଆଜି ନିଜର ସୃଜନଶୀଳତାକୁ ଆଗକୁ ବଢ଼ାନ୍ତୁ। ପ୍ରତ୍ୟେକ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେବ। ଧନ ସଞ୍ଚୟ ପାଇଁ ଚେଷ୍ଟା ସଫଳ ହେବ। ଦିନଟି ନିଶ୍ଚୟ ସଫଳତା ପ୍ରଦାନ କରିବ। ତେବେ ଶୁଭ ରଙ୍ଗ ରହିଛି କେଶରୀ, ହଳଦିଆ ଓ ସୋରିଷ ରଙ୍ଗ। ଶୁଭ ସଂଖ୍ୟା 3 ଏବଂ ଶୁଭ ଦିଗ ରହିଛି ଐଶାନ୍ୟ ଉତ୍ତର ପୂର୍ବ। ଶୁଭ ସମୟ ରହିଛି 2:12ଟାରୁ 1:30 ପର୍ଯ୍ୟନ୍ତ। ତେବେ ଆଜିର ଅଚୂକ ବୈଦିକ ପ୍ରତିକାର ସ୍ୱରୂପ ଆଜି କଦଳୀ ଗଛ ମୂଳରେ ଜଳ ସହ ହଳଦୀ, ବୁଟ ଡାଲି ଓ ଗୁଡ଼ ଅର୍ପଣ କରନ୍ତୁ। ଶିବ ମନ୍ଦିରରେ ହଳଦିଆ ଫୁଲ ଓ ହଳଦିଆ ଚନ୍ଦନ ଚଢ଼ାଇ ଗୁରୁଙ୍କ କୃପା ପାଇଁ ପ୍ରାର୍ଥନା କରନ୍ତୁ। କପାଳରେ ଓ ନାଭିରେ କେଶର ତିଳକ ଲଗାନ୍ତୁ। ଓମ୍ ବୃହସ୍ପତି ନମଃ ଓମ୍ ଶିବ ସ୍ତୋତ୍ର ପାଠ କଲେ ଶୁଭତ୍ୱ ପ୍ରାପ୍ତ ହେବ। ତେବେ ପରବର୍ତ୍ତୀ ରାଶି ରହିଛନ୍ତି ମକର ରାଶି। ଆପଣଙ୍କ ଷଷ୍ଠ ଶତ୍ରୁ ରୋଗ ଋଣ ଭାବରେ ଚନ୍ଦ୍ର ମଙ୍ଗଳଙ୍କ ଶତ୍ରୁହନ୍ତା ଯୋଗ ସୃଷ୍ଟି ହେଉଛି। ଆଜି ଆପଣଙ୍କ ପୁରୁଣା ଶତ୍ରୁ, ବିରୋଧୀ, ଗୁପ୍ତ ଶତ୍ରୁ ଏବଂ ପ୍ରତିଯୋଗୀମାନେ ସମ୍ପୂର୍ଣ୍ଣ ପରାଜିତ ହେବେ। କୋର୍ଟ ମାମଲାରେ ଆପଣଙ୍କ ପକ୍ଷ ମଜବୁତ ହେବ। ଆପଣଙ୍କ ରାଶି ସ୍ୱାମୀ ଶନିଦେବ ତୃତୀୟ ଭାବରେ ଶୁଭ ଅବସ୍ଥାନ କରୁଥିବାରୁ ପରାକ୍ରମ ବୃଦ୍ଧି ପାଇବ। ସପ୍ତମ ଭାବରେ ସୂର୍ଯ୍ୟ, ବୁଧ ଓ ଗୁରୁଙ୍କ ସ୍ଥିତି ଯୋଗୁଁ ବ୍ୟବସାୟରେ ବଡ଼ ସଫଳତା ମିଳିବ। ମାତ୍ର ଜୀବନସାଥୀଙ୍କ ସହ ସାମାନ୍ୟ ଅହଙ୍କାର ଜନିତ ବାଦବିବାଦ ଦେଖାଦେଇପାରେ। ସ୍ୱାସ୍ଥ୍ୟ ଦିଗରୁ ପୁରୁଣା ରୋଗରୁ ମୁକ୍ତି ମିଳିବ। ଋଣ ଶୋଧ କରିବା ପାଇଁ ଶୁଭ ସୂତ୍ର ମିଳିବ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ। ଆଜି ଆପଣଙ୍କ ଆତ୍ମବିଶ୍ୱାସ ଶତ୍ରୁମାନଙ୍କ ପାଇଁ ସବୁଠାରୁ ବଡ଼ ଜବାବ ହେବ। ସରକାରୀ ବିବାଦରୁ ଅଟକି ରହିଥିବା ଅନୁମୋଦନ ଶୀଘ୍ର ମିଳିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ଆଜି ପ୍ରାପ୍ତ ହେବ। ପାରିବାରିକ ସ୍ତରରେ ଶାନ୍ତି ବଜାୟ ରହିବ। ନିଜର ଦୈନନ୍ଦିନ କାର୍ଯ୍ୟାବଳୀକୁ ଶୃଙ୍ଖଳିତ କରନ୍ତୁ। ନୂତନ ନିବେଶ ପାଇଁ ଗୁରୁଜନଙ୍କ ମତାମତ ଗ୍ରହଣ କରନ୍ତୁ। ଆଜି କାହା ସହ ଅନାବଶ୍ୟକ ତର୍କ ବିତର୍କ କରନ୍ତୁ ନାହିଁ। ବାହାର ଆହାର ପରିହାର କରି ଘରୋଇ ସାତ୍ୱିକ ଅନ୍ନ ଗ୍ରହଣ କରନ୍ତୁ। ସନ୍ଧ୍ୟା ସମୟରେ ଆଧ୍ୟାତ୍ମିକ ପୁସ୍ତକ ପଠନ କରନ୍ତୁ। ବ୍ୟବସାୟିକ କାରବାରରେ ସଚ୍ଚୋଟତା ବଜାୟ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ସୁଧାର ଆସିବ। ପୁରୁଣା ଆଇନଗତ ଜଟିଳତା ଶାନ୍ତ ହେବ। ନିଜର ଲକ୍ଷ୍ୟ ହାସଲ ପାଇଁ ନୂତନ ସଂକଳ୍ପ ନିଅନ୍ତୁ। କୌଣସି ପବିତ୍ର ଦାନ କାର୍ଯ୍ୟରେ ଭାଗ ନିଅନ୍ତୁ। ବନ୍ଧୁମାନଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ଆଜିର ଦିନଟି ନିଶ୍ଚୟ ଆତ୍ମସନ୍ତୋଷ ପ୍ରଦାନ କରିବ। ପରବର୍ତ୍ତୀ ରାଶି ରହିଛନ୍ତି କୁମ୍ଭ ରାଶି। ପଞ୍ଚମ ବୃଦ୍ଧି ସନ୍ତାନ ଜ୍ଞାନ ଭାବରେ ଚନ୍ଦ୍ର ମଙ୍ଗଳଙ୍କ ସଞ୍ଚାର ଏବଂ ଷଷ୍ଠ ଭାବରେ ସୂର୍ଯ୍ୟ, ବୁଧ ଓ ଗୁରୁଙ୍କ ଶୁଭ ଗୋଚର ଆପଣଙ୍କ ପାଇଁ ଅତ୍ୟନ୍ତ ଭାଗଦୟକାରୀ ଅଟେ। ନିଜ ବୁଦ୍ଧିମତ୍ତା ଯୋଗୁଁ ଆଜି ଆପଣ ପ୍ରତ୍ୟେକଟି ଜଟିଳ ସମସ୍ୟାର ସରଳ ସମାଧାନ କରିବେ। ସେୟାର ମାର୍କେଟ, ଆର୍ଟ, ଡିଜାଇନିଂ, ଗବେଷଣା, କଳା ଓ ନିବେଶ କ୍ଷେତ୍ରରୁ ନିଶ୍ଚିତ ଲାଭ କରିବେ। ସନ୍ତାନମାନଙ୍କ ପଢ଼ାପଢ଼ି, ଚରିତ୍ର ଓ ସଫଳତାରେ ମନ ଅତ୍ୟନ୍ତ ଗର୍ବିତ ହେବ। ଆପଣଙ୍କ ରାଶିରେ ରାହୁଙ୍କ ସ୍ଥିତି ଯୋଗୁଁ ଆକସ୍ମିକ ଭୁଲ ନିଷ୍ପତ୍ତି ନେବାରୁ ବଞ୍ଚନ୍ତୁ। ସାମ୍ବାଦିକ, ଶିକ୍ଷକ ଓ ଲେଖକମାନଙ୍କୁ ସମାଜରେ ମାନ୍ୟତା ମିଳିବ। ସ୍ୱାସ୍ଥ୍ୟ ସୁସ୍ଥ ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଆପଣଙ୍କୁ ନୂଆ ପ୍ରେରଣା ଦେବ। ଆଜି ନିଜ କଳ୍ପନା ଶକ୍ତିକୁ ବାସ୍ତବତାରେ ପରିଣତ କରିବାର ସୁଯୋଗ ମିଳିବ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ଥିବା ବିଦ୍ୟାର୍ଥୀମାନେ ବିଶେଷ ସଫଳତା ପ୍ରାପ୍ତ କରିବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବା ସହ ନୂତନ ପରିଚୟ ସୃଷ୍ଟି ହେବ। ଆଜି ନିଜ
ଆତ୍ମବିଶ୍ୱାସ ଦ୍ୱାରା ପ୍ରତ୍ୟେକ କାର୍ଯ୍ୟ ସହଜ ହୋଇଯିବ। ପାରିବାରିକ ସୁଖ ଶାନ୍ତି ବୃଦ୍ଧି ପାଇବ। ନୂତନ ଗ୍ରାହକମାନଙ୍କ ସହ ସ୍ଥାୟୀ ସମ୍ପର୍କ ଗଢ଼ି ଉଠିବ। ଆର୍ଥିକ ଯୋଜନାଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ଗୃହରେ ଆଧ୍ୟାତ୍ମିକ ଚର୍ଚ୍ଚା ମନକୁ ଶାନ୍ତି ପ୍ରଦାନ କରିବ। ନିଜ ସ୍ୱାସ୍ଥ୍ୟ ଦିଗରେ ନିୟମିତ ବ୍ୟାୟାମ ଅନୁଭବ କରନ୍ତୁ। ନିଜ ପ୍ରିୟଜନଙ୍କ ଗ୍ରହଣୀୟ ସୃଜନକୁ ଆଦର କରନ୍ତୁ। ସୁନାମ ଓ ପ୍ରଶଂସା ବୃଦ୍ଧି ପାଇବ। ନିଜ ସ୍ୱାସ୍ଥ୍ୟ ଦିଗରେ ନିୟମିତ ବ୍ୟାୟାମ ଅନ୍ତର୍ଭୁକ୍ତ କରନ୍ତୁ। ନିଜ ପ୍ରିୟଜନଙ୍କ ଗ୍ରହଣୀୟ ସୁଝାବକୁ ଆଦର କରନ୍ତୁ। ସୁନାମ ଓ ପ୍ରଶଂସା ବୃଦ୍ଧି ପାଇବ। ନିଜର ଦୂରଦୃଷ୍ଟି ଦ୍ୱାରା ନୂତନ ନିବେଶରୁ ପ୍ରଭୁତ୍ୱ ଲାଭ କରିବ। ସନ୍ଧ୍ୟାରେ ମନ୍ଦିର ଦର୍ଶନ ଦ୍ୱାରା ମାନସିକ ସନ୍ତୋଷ ପ୍ରାପ୍ତ ହେବ। ସହକର୍ମୀମାନେ ଆପଣଙ୍କ ବିଚାରଧାରାକୁ ଗ୍ରହଣ କରିବେ। ଆଜିର ଦିନଟି ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳଦାୟୀ ଅଟେ। ତେବେ ଶୁଭ ରଙ୍ଗ ରହିଛି ଗାଢ଼ ନୀଳ, ବାଇଗଣୀ ଓ ଆକାଶୀ। ଶୁଭ ସଂଖ୍ୟା 7 ଏବଂ ଶୁଭ ଦିଗ ରହିଛି ଉତ୍ତର ପଶ୍ଚିମ। ଶୁଭ ସମୟ ରହିଛି ଅପରାହ୍ନ 2ଟାରୁ 3ଟା 30 ପର୍ଯ୍ୟନ୍ତ। ତେବେ ଆଜିର ପ୍ରତିକାର ସ୍ୱରୂପ ଆଜି ଶିବଲିଙ୍ଗରେ ଜଳ, ଆକାନ୍ଦ ଫୁଲ ଏବଂ ବେଲପତ୍ର ଅର୍ପଣ କରନ୍ତୁ। ରାହୁ ଓ ଶନି ଦୋଷ ଶାନ୍ତି ପାଇଁ ନୀଳ ରଙ୍ଗର ଅପରାଜିତା ଫୁଲ ଶିବାଜୀଙ୍କୁ ଚଢ଼ାନ୍ତୁ। ଓମ୍ ନମଃ ଶିବାୟ ମନ୍ତ୍ର 108 ଥର ଜପ କରନ୍ତୁ। ନଦୀ ବା ପୁଷ୍କରଣୀରେ ମାଛମାନଙ୍କୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଅପାର ସୌଭାଗ୍ୟ ପ୍ରାପ୍ତ ହେବ। ପରବର୍ତ୍ତୀ ରାଶି ରହିଛନ୍ତି ମୀନ ରାଶି ଅର୍ଥାତ୍ ଦ୍ୱାଦଶ ରାଶି। ମୀନ ରାଶିର ସ୍ୱୟଂ ବଜ୍ରୀ ଶନିଦେବ ଅବସ୍ଥିତ ଥିବାବେଳେ ଚତୁର୍ଥ ସୁଖ ମାତା ଭୂମି ଭାବରେ ଚନ୍ଦ୍ର ମଙ୍ଗଳଙ୍କ ଗୋଚର ରହିଛି। ମାନସିକ ଅଶାନ୍ତି, ହୃଦୟରେ ସାମାନ୍ୟ ଚିନ୍ତା କିମ୍ବା ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ କିଛି ସମସ୍ୟା ଦେଖାଦେଇପାରେ। ଗୃହ ନିର୍ମାଣ ବା ଯାନବାହନ କ୍ରୟ କ୍ଷେତ୍ରରେ କିଛି ବିଳମ୍ବ ହୋଇପାରେ। ତେବେ ପଞ୍ଚମ ଜ୍ଞାନ ଭାବରେ ରାଶ୍ୟାଧିପତି ଗୁରୁ ସୂର୍ଯ୍ୟ ଓ ବୁଧଙ୍କ ଅପୂର୍ବ କୃପା ଯୋଗୁଁ ଆପଣଙ୍କ ଜ୍ଞାନ, ଆଧ୍ୟାତ୍ମିକ ବଳ ଏବଂ ବିବେକ ଆପଣଙ୍କୁ ବିଜୟୀ କରାଇବ। ବିଦ୍ୟାର୍ଥୀମାନେ ପରୀକ୍ଷା ପ୍ରତିଯୋଗିତାରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟୀଙ୍କ ପାଇଁ ଦୂର ସ୍ଥାନକୁ ପ୍ରଭୁତ୍ୱ ଲାଭ ମିଳିବାର ଶୁଭ ସୁଯୋଗ ରହିଛି। ଆଜି କୌଣସି ଜଟିଳ ପରିସ୍ଥିତିରେ ନିଜ ଧୈର୍ଯ୍ୟ ହରାନ୍ତୁ ନାହିଁ। ମାତାଙ୍କ ଆଶୀର୍ବାଦ ଓ ଗୁରୁଜନଙ୍କ ଉପଦେଶ ଆପଣଙ୍କ ପାଇଁ ରକ୍ଷା କବଚ ସାବ୍ୟସ୍ତ ହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ଗଭୀର ମନୋନିବେଶ ମାନସିକ ସ୍ଥିରତା ଦେବ। ନୂତନ ଭୂମି, ଗୃହ କିମ୍ବା ଯାନ କ୍ରୟ ନିଷ୍ପତ୍ତି ପାଇଁ ସାବଧାନତା ଅବଲମ୍ବନ କରନ୍ତୁ। ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ବିଦ୍ୟା ଅର୍ଜନ ପଥ ସୁଗମ ହେବ। ବ୍ୟବସାୟିକ କାରବାର ସୁରୁଖୁରୁରେ ସମ୍ପନ୍ନ ହେବ। ନିଜର ଦୈନନ୍ଦିନ ଆହାରରେ ପୌଷ୍ଟିକ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସୌନ୍ଦର୍ଯ୍ୟପୂର୍ଣ୍ଣ ସମ୍ପର୍କ ରଖନ୍ତୁ। ସନ୍ଧ୍ୟାକାଳୀନ ସମୟରେ ହରିନାମ ସଂକୀର୍ତ୍ତନ ଦ୍ୱାରା ମନ ସନ୍ତୁଷ୍ଟ ରହିବ। ପୁରୁଣା ଆର୍ଥିକ ଚିନ୍ତା ଶାନ୍ତ ହେବ। ପ୍ରେମ ସମ୍ପର୍କରେ ନିଷ୍ଠା ଓ ଗାମ୍ଭୀର୍ଯ୍ୟ ରହିବ। ନିଜର ଆଧ୍ୟାତ୍ମିକ ବଳ ଦ୍ୱାରା ସମସ୍ତ ବିଘ୍ନ କଟିଯିବ। ପ୍ରତ୍ୟେକଟି କାର୍ଯ୍ୟରେ ଭଗବତ କୃପା ଅନୁଭବ ହେବ। ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ। ତେବେ ଶୁଭ ରଙ୍ଗ ରହିଛି ହଳଦିଆ, କେଶରୀ ଓ ସୋରିଷ ରଙ୍ଗ। ଶୁଭ ସଂଖ୍ୟା 3 ଏବଂ ଶୁଭ ଦିଗ ରହିଛି ଐଶାନ୍ୟ ଉତ୍ତର ପୂର୍ବ। ଶୁଭ ସମୟ ରହିଛି ସକାଳ 9ଟା 30ରୁ 11ଟା ପର୍ଯ୍ୟନ୍ତ। ତେବେ ଆଜିର ଅଚୁକ ବୈଦିକ ପ୍ରତିକାର ସ୍ୱରୂପ ଆଜି ସୋମ ପ୍ରଦେଶର ପବିତ୍ର ତିଥିରେ ଶିବଲିଙ୍ଗରେ କ୍ଷୀର, ସାମାନ୍ୟ ହଳଦୀ, ଗଙ୍ଗାଜଳ ଏବଂ ଶୁଦ୍ଧ ଘିଅ ଦ୍ୱାରା ଅଭିଷେକ କରନ୍ତୁ। ଶ୍ରୀ ବିଷ୍ଣୁ ସହସ୍ରନାମ କିମ୍ବା ଶିବ ମହିମ ସ୍ତୋତ୍ର ପାଠ କରନ୍ତୁ। ଗୋମାତାଙ୍କୁ ହଳଦୀ ଲଗାଉଥିବା ରୁଟି ଖାଇବାକୁ ଦିଅନ୍ତୁ। କପାଳରେ ହଳଦିଆ ଚନ୍ଦନର ତିଳକ ଲଗାଇଲେ ସମସ୍ତ ଗ୍ରହ ପୀଡ଼ା ଶାନ୍ତ ହେବ ଏବଂ ଅରିଷ୍ଟ କାର୍ଯ୍ୟ ସିଦ୍ଧି ହେବ। ଆଜିର ଏହି ପବିତ୍ର ଶ୍ରାବଣ ସୋମବାର ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ରାଶିଫଳ କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ପ୍ରତିଦିନର ସଠିକ୍, ସମ୍ପୂର୍ଣ୍ଣ ଓ ଆଧ୍ୟାତ୍ମିକ ରାଶିଫଳ ବିଶ୍ଳେଷଣ ସହ ଜ୍ୟୋତିଷୀୟ ତଥ୍ୟ ପାଇବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଦେବାଦିଦେବ ମହାଦେବ ଏବଂ ପରମ ପିତା ଶ୍ରୀ ଜଗନ୍ନାଥ ଆପଣଙ୍କର ଆଜିର ଦିନଟିକୁ ଅଶେଷ ସୁଖ, ନିରାମୟ, ଆନନ୍ଦ ଓ ସୁଖ ସମୃଦ୍ଧିମୟ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।